যদি ଆପଣମାନଙ୍କର ଆଧାର କାର୍ଡ଼ ଅଛି ତାହେଲେ ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଫୁଲ୍ ଷ୍ଟେପ୍ ବାଇ ଷ୍ଟେପ୍ ଜାଣିପାରିବେ ଯାହାକି ଆଧାର କାର୍ଡ଼ରେ କ'ଣ ଅପଡେଟ୍ ଆସିଛି। ଯଦି ଆପଣଙ୍କର ଆଧାର କାର୍ଡ଼କୁ ଜନ୍ମ ପ୍ରମାଣପତ୍ର ଭାବରେ ବ୍ୟବହାର କରନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ। ବର୍ତ୍ତମାନ ଠାରୁ ଆପଣ ଜନ୍ମ ତାରିଖ ପ୍ରମାଣପତ୍ର ଭାବରେ ଆଧାର କାର୍ଡ଼ ବ୍ୟବହାର କରିପାରିବେ ନାହିଁ। UIDAI ଦ୍ୱାରା ନିୟମ ପରିବର୍ତ୍ତନ କରାଯାଇଛି। ହଁ, ବର୍ତ୍ତମାନ ଠାରୁ ଆଧାର କାର୍ଡ଼ରେ ଲେଖାଯାଇଥିବା ଜନ୍ମ ତାରିଖ କୌଣସି ଦଲିଲରେ ଜନ୍ମ ତାରିଖ ପାଇଁ ବୈଧ ହେବ ନାହିଁ। ସଂଯୁକ୍ତ ପ୍ରମାଣପତ୍ର ସହିତ ଜନ୍ମ ଉପସ୍ଥାପନ କରିବା ଆବଶ୍ୟକ ହେବ। କେବଳ ଏହା ପରେ ସଂଯୁକ୍ତ ଦଲିଲ ଏବଂ ପ୍ରୟାସଗୁଡ଼ିକ ବୈଧ ହେବ। ଡିସେମ୍ବର 1ରୁ ନୂତନ ବ୍ୟବସ୍ଥା ଲାଗୁ କରାଯାଇଛି। ଏହି ପରିପ୍ରେକ୍ଷୀରେ ୟୁନିକ୍ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍ ଇଣ୍ଡିଆ UIDAI ଦ୍ୱାରା ଏହି ନିର୍ଦ୍ଦେଶ ଦିଆଯାଇଛି। ତାରିଖ, ମାସ ଏବଂ ବର୍ଷ ଇତ୍ୟାଦି ପରିବର୍ତ୍ତନ କରି ଆଧାରରେ ଜନ୍ମ ତାରିଖ ବଦଳାଇ ଠକେଇବାରୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏପରିକି ନୂତନ ସୃଷ୍ଟି କରିଥିବା ଆଧାର କାର୍ଡ଼ ପାଇଁ ମଧ୍ୟ ଏହାକୁ ଜନ୍ମ ତାରିଖ ଭାବରେ ବ୍ୟବହାର ନ କରିବା ବିଷୟରେ ଆଧାର କାର୍ଡ଼ ଉଲ୍ଲେଖନ କରାଯାଇଛି। ବର୍ତ୍ତମାନ ଆଧାର କାର୍ଡ଼ ଡାଉନଲୋଡ କରିବା ବେଳେ ଆପଣମାନେ ଦେଖିଥିବେ ଯାହାକି ଆପଣଙ୍କ ନାଁ ତଳରେ ଦେଖନ୍ତୁ ଏଇଭଳି ଆପଣମାନେ ଜାଣିପାରିବେ ଯାହାକି ଆପଣମାନେ ଯଦି କୌଣସି ଆଧାର କାର୍ଡ଼ ବା ପାନ କାର୍ଡ଼ରେ ଯେକୌଣସି ପ୍ରମାଣପତ୍ର ଯାହାକି ଜନ୍ମ ପ୍ରମାଣପତ୍ର ଆପଣମାନେ ଆବେଦନ କରନ୍ତି ଯେକୌଣସି ଜାଗାରେ ତାହେଲେ ଆପଣମାନେ ଏହି ଆଧାର କାର୍ଡ଼ ଦେଖନ୍ତୁ। ଏଇଠି ନୂଆ ନିୟମ କରାଯାଇଛି ଯାହାକି ଆପଣମାନେ ଏବେ ଜନ୍ମ ଡକୁମେଣ୍ଟସ ଯାହାକି କୁହାଯାଉଛି ଆପଣମାନେ ଜନ୍ମ ତାରିଖ ଯାହା ଆପଣମାନେ ଆବେଦନ କରିପାରିବେ ନାହିଁ। ଯାହାକି ଆପଣମାନେ ଆଧାର କାର୍ଡ଼ ଜନ୍ମ ପ୍ରମାଣପତ୍ର ଏବେ ଆବେଦନ କରିପାରିବେ ନାହିଁ ଯାହାକି ଗଭର୍ଣ୍ଣମେଣ୍ଟ ଏଇ ଯାହା ଡିକ୍ଲାର କରିଦେଇଛି ଏବେ ଯାହାକି ଗଭର୍ଣ୍ଣମେଣ୍ଟ ଆପଣମାନେ ଆଧାର କାର୍ଡ଼କୁ ଛାଡ଼ିକି ଆପଣମାନେ କୌଣସି ବି ଯାହାକି ଜନ୍ମ ପ୍ରମାଣପତ୍ର କରିପାରିବେ। ଏଇ ନୂଆ ନିୟମ ହେଇଯାଇଛି ଯାହାକି ଗଭର୍ଣ୍ଣମେଣ୍ଟ ଏବେ ରୁଲ ଚେଞ୍ଜ କରିଦେଇଛି। ତ ଆଶା କରୁଛି ଭିଡ଼ିଓ ଭଲ ଲାଗିଥିବ ତାହେଲେ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଏଇଭଳିଆ ନୂଆ ନୂଆ ଭିଡ଼ିଓ ପାଇପାରିବେ।